ଏ ଅଜ୍ଞାନର ସମୟ ଜ୍ଞାନ ବୋଲି କିଛି ବି ନାହିଁ। ସଲାକୁ ଗୋଟେ ଆରେ ଅଜ୍ଞାନ ପଡ଼ି ରହିଛି କୋଉଠି ଅଜ୍ଞାନ। নমস্কার রানীমা, নমস্কার। রসবাত নমস্কার। ମୁଁ ଦେଖୁଛି କେତେ ଦିନ ହେଲା ଯେ ତୋର ସମୟ ଜ୍ଞାନ ଆଦୌ ନାହିଁ। কেন হলা কি মা এতে রাগি যাଉଛ କାହିଁକି? ଆରେ ରାଗିବି ନାହିଁ, ତତେ କେତେ ସମୟରେ ଆସିବା ପାଇଁ କହିଥିଲି ଆଉ ଆସୁଛୁ କେତେଟା ବେଳେ? ତମେ ଜାଣିଛ କି ମା ମୋ ମାଇ ପୁଅଟା ଭଲ ନାହିଁ ଘରେ, ଟିକେ ଲେଟ୍ ହେଇଗଲା ହେଲା। କହିଲ ମା କିସ କହୁଥିଲ କି? ଆରେ କଣ ଦେଖୁ ଦେଖୁ ଆମ ଝିଅଟା ସତ କଥା? କେତେ ଯେ ବଡ଼ ହେଇଗଲାଣି। ମୁଁ ଯୋଉ ସ୍ୱପ୍ନ ଦେଖିଛି ସତ ଏ ସିଂହାସନରେ ଆୟୋ ମା, ମୋ ଜ୍ୱାଇଁଟା ରାଜତ୍ୱ କରିବ ବୋଲି, ସତ କଥା। ସେଇ ସମୟଟା ଏଇନା ଆସିଗଲାରେ। ତାହେଲେ କୁହ ଯା ଗୋଟିଏ ଭଲ ରାଜକୁମାର ଖୋଜି ଆଣି ମୋ ଝିଅ ସହିତ ବାହା କରିଦେଇ ରାଜ ସିଂହାସନରେ ତାକୁ ରାଜତ୍ୱ କରେଇବା। ଆୟୋ ଆମା, ଆୟୋ ରାଣୀମା, ତମେ ଭୁଲ କଥା କହୁଛ। ତମେ ଜାଣିଛ କି ଆମେ ଯଦି ତମ ଝିଅ ପାଇଁ ଗୋଟେ ରାଜା ପୁଅ ବିବାହ କରେଇବା ତାହେଲେ ତମ କଥା ମାନିବନି। ଉଠ କହିଲେ ଉଠିବନି, କି ବସ କହିଲେ ବସିବନି। ତେଣୁ ମୁଁ କିଣଟା କହୁଥିଲି କି ତମେ ଯଦି କହିବ ତାହେଲେ ମୋ ପାଖରେ ଗୋଟେ ଭଲ ପ୍ରସ୍ତାବ ଅଛି ମା। ତୁ ସତ କଥା କହୁଛୁ ଅଜ୍ଞାନ। ସତ କହୁଛି। ଯଦି ରାଜକୁମାରକୁ ଆମେ ବାହା କରିଦେବା ତାହେଲେ ଆମ କଥାରେ ସେ କେବେ ବି ମାନିବନି। ସତ କଥା। ଯଦି ଗୋଟେ ଗାଉଁଲିଆ ପିଲାକୁ ବାହା କରିଦେବା ଆୟୋ ଅମା, ତାହେଲେ ଆମ କଥାରେ ଉଠ କହିଲେ ଉଠିବ, ଆଉ ଅବଶ କହିଲେ ବସିବ। ଆଉ ସେ କଥାଟା ଏ ରାଣୀ କାଳିନ୍ଦୀ ଦେବୀ ଚାହେଁ। କହ ତୋ ପାଖରେ କୋଉ ପ୍ରସ୍ତାବଟା ଅଛି, ଶୀଘ୍ର କହ। ହେଲେ ରାଣୀମା ତୁମେ ମତେ ରାଗିବନି ତ? ତାହେଲେ ଶୁଣ, ଏଇ ଆମ ରାଜ୍ୟର, ଏଇ ଆମ ରାଇଜର ସେଇ ସତ୍ୟ ମାଷ୍ଟର ତାର ଗୋଟାଏ ଭଲ ପୁଅ ଅଛି। ଦେଖିବାକୁ ବହୁତ ସୁନ୍ଦର, ପୁରା ଏକଦମ ସୁନା ମୁଣ୍ଡା ପୁଅଟା। ଆମେ ଯଦି ତମ ଝିଅଟାକୁ ବିବାହ କରେଇଦେଲେ ସେ ପୁଅଟା ତମ କଥାରେ ଉଠ କହିଲେ ଉଠିବ, ବସ କହିଲେ ବସିବ। ତୁ ସତ କହୁଛୁ ଅଜ୍ଞାନ? ସତ କହୁଛି ଆମା। ଏ ଆମ ସତ୍ୟ ମାଷ୍ଟର ତାଙ୍କ ଗୋଟେ ପୁଅ ଅଛି। ଅଛି ଆଗା। ସତ୍ୟ ମାଷ୍ଟର ତ ଗୋଟେ ସଂସ୍କାରୀ, ସତ କଥା। ତା ପୁଅ ବି ସଂସ୍କାରୀ ହେଇଥିବ। ଆୟୋ ଆମା, ଆଉ ଆମକୁ ଖାତିର କରିବ ନା? ସତ କଥା। ତ ମୁଣ୍ଡକୁ ଏତେ ଦିନ ପରେ ଭଲ ବୁଦ୍ଧିଟା। ଆୟୋ ଆଉ ସମୟ କାହିଁକି, ଏଇନେ ଶୀଘ୍ର ଶୀଘ୍ର ଯାଇ ତାଙ୍କ ଘରକୁ ବିବାହ କଥାଟା ଶୀଘ୍ର ସମାପନ କରିଦେବା। ଆୟୋ ଆମା, ଆଉ ଦିନ କେଇଟା ଗଲା ପରେ ତ ବାହାଘର। ସତ କଥା କହିଲେ। ହେଲେ ଆମା, ମୁଁ ଯୋଉ ପ୍ରସ୍ତାବ କଥା କହିଲି ତମ ମନକୁ କେମିତି ଗଲା? ପାଇଲା ରେ ପାଇଲା, ମୋ ମନକୁ ପୁରା ପୁରି ପାଇଲା। ଠିକ ଅଛି ହେଲା। ଯଦି ଏ ପ୍ରସ୍ତାବଟା ଭୁଲ ହୋଇଯାଏ তাহলে কালিন্দী দেবীর অগ্র রূপটা দেখিব রে। আমার নামটা কি বললো? কালিন্দী বাই। আমার বাড়ি কোথায় বলতো? কলকাতাতে বড় বাজার। আমার কাজটা কি বলতো? কলকাতাতে মদ বেপার। তোর জন্য নেতা মন্ত্রী এমএলএ সবাই আমাকে বলবে কালিন্দী ভাই, কালিন্দী ভাই নমস্কার। তাহলে বিলম্ব করিবা নাই। চল এই মুহূর্তে হয়ে যাওয়া সেই মাস্টারের ঘর। ঠিক আছে আম্মা।
କଥା କଥାରେ ରାଜମାତାଟା ଏମିତି କହିଗଲେ ସବୁ କଥା ଅଲଗା ଇଏ ମୋ ଅଜ୍ଞାନ ମହାପାତ୍ର ମୋ ନାଁ ସିନା ଅଜ୍ଞାନ ମହାପାତ୍ର ହେଲେ ମୋର ଅଧିକ ଜ୍ଞାନ ଆମ୍ମା ଦେଖିବି କେମିତି ରାଣୀ କାଲେନ୍ଦ୍ରୀ ଦେବୀଟା ତାଙ୍କ ଝିଅଟାକୁ ବିବାହ କରିବେ ଆଉ ଏ ସିଂହାସନରେ ରାଜା କରାଇବେ ନା ସେମିତି ହବନି ଇଏ ସବୁ କଥା ଯେମିତି ହେଲେ ବି ଇଏ ଭିକୁ ପାଖକୁ ଯାଇକି କହିବେ ଭିକୁଟାକୁ ଏ କଥା କହିଦେଲା ପରେ ସେ ପ୍ରଚଣ୍ଡ ଜାଗର ଜଳିଯିବ ଆଉ ସେ ଭିକୁଟା ଯାଇକି ସମସ୍ତଙ୍କୁ ମାରିଦେଲା ପରେ ଏଇ ଅଜ୍ଞାନ ମହାପାତ୍ରଟା এই সিংহাসନରେ সমান রাজা হব রাধে 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 দেখিবি রানীমা তুমি কেমিতি তোম জয় আর ঝিওটাকে রাজা করাইব রাজা এমিতি ষড়যন্ত্র তৈরি করবি শেষরে সমস্তে মরিଯିବ ଆଉ ଏ ସିଂହାସନରେ ମୋ ରାଜା ହେବି ରାଜା ମୋ ପୁଅ କାହ୍ନାର ବିବାହ ବୟସ ହେଇଗଲାଣି କେଉଁଦିନ ତାକୁ ଭଲ ଝିଅ ଦେଖି ହାତର ଦି ହାତ କରିଦେବି ଏ ବାପର ବଡ଼ଟା ଶାନ୍ତ ହେଇଯିବ ଆରେ କଥାରେ ଅଛି ଯାହା ଘରେ ବଢ଼ିଲା ଝିଅ ଆଉ ବିବାହ ଯୋଗ୍ୟ ପୁଅ ଥାଏ ସେଇ ବାପା ମା ଆଖିରେ ନିଦ ନଥାଏ ହଁ ନିଦ ନଥାଏ ସତକୁ ସତ ମୋ ପୁଅକୁ ଭଲ ଝିଅଟେ ଦେଖି ମୁଁ ବାହା କରିଦେବା ଉଚିତ ହଁ ବାହା କରିଦେବା ଉଚିତ ମାଷ୍ଟ୍ରେ ରାଣୀମା ନମସ୍କାର ରାଣୀମା ନମସ୍କାର ମାଷ୍ଟ୍ରେ ଏ ଗରିବ କୁଡ଼ିଆରେ ଆପଣ ହଁ ମାଷ୍ଟ୍ରେ ଗୋଟେ ଜରୁରୀ କଥା ଥିଲା ତ ସେଥିପାଇଁ ମୁଁ ଚାଲି ଆସିଲି ଜରୁରୀ କଥା କି କଥା ରାଣୀମା ଆପଣ ଯଦି ମୋତେ ଆଦେଶ କରିଥାନ୍ତେ ଆପଣଙ୍କ ପାଖକୁ ମୁଁ କ'ଣ ନ ଯାଇଥାନ୍ତି ରାଣୀମା ନାଇଁ ନାଇଁ ସେମିତି ଆଦେଶ କରିବା କଥା ନୁହେଁ ମୋ କାମ ପଡ଼ିଛି ମୁଁ ଆପଣଙ୍କ ଘରକୁ ମୁଁ ହିଁ ନିଜେ ଆସିଛି ରାଣୀମା ଆପଣ ମୋ ପାଖରେ ଏମିତିକି କାମ ପଡ଼ିଛି ନିଜେ ଆପଣ ମୋ କୁଡ଼ିଆକୁ ବିଜେ କଲେ ଅଛି ମାଷ୍ଟ୍ରେ ଅଛି ଆପଣ ସେ କଥା ଶୁଣିଲେ ଆପଣ ଖୁସିରେ ନାଚି ଉଠିବେ ରାଣୀମା ଆପଣ ଏ ତୁମେ କ'ଣ କହୁଛ ଏ ଗରିବ ପ୍ରତି ପୁଣି ଖୁସି ଖବରଟା ହଁ ମାଷ୍ଟ୍ରେ କଥା କ'ଣ କି ମୁଁ ଯାହା ଶୁଣିଲି ରାଣୀମା ଆପଣଙ୍କ ପାଖରେ ମାନେ ଆପଣଙ୍କ ଗୋଟେ ପୁଅ ହଁ ରାଣୀମା ଦେଖିବାକୁ ଖୁବ୍ ସୁନ୍ଦର ରାଣୀମା ଚାଲି ଚଳନ ଆଚାର ବ୍ୟବହାର ଖୁବ୍ ବଢ଼ିଆ ରାଣୀମା ସେଥିପାଇଁ ମୁଁ କ'ଣ କହୁଥିଲି କି ମୋ ଝିଅ ସମ୍ପୂର୍ଣ୍ଣା ରାଣୀମା ଆଉ ଆପଣଙ୍କ ପୁଅର ବିବାହ କରିଦେବା କଥା ନେଇକି ଆସିଛି ରାଣୀମା ଆପଣ ଏ କ'ଣ କହୁଛନ୍ତି ରାଣୀମା ମୁଁ କ'ଣ ଆପଣଙ୍କ ସହିତ
ବନ୍ଧୁ ବାନ୍ଧିବାରେ ସକ୍ଷମ ନା ରାଣିବା ନା, ମୁଁ ସେ ପବନ ହେଇ ଆକାଶର ଚାନ୍ଦକୁ ନା ବଣିବା ନା। ତୁମେ ସେମିତି ଭାବନି ମାଷ୍ଟ୍ରୀ। ରାଣିବା ମୁଁ ଯେତେବେଳେ କହୁଛି ନିଶ୍ଚୟ ଭଲ ହବ। ଆଉ ମୁଁ ତ ଆପଣ ଜାଣିଛନ୍ତି ଏ ଧନୀ ଗରିବ ଏଥିରେ ମୁଁ କିଛି ମାନେ ନାହିଁ। ଆରେ ସତିକି ମୁଁ ସ୍ୱପ୍ନ ଦେଖୁଛି ନା ସତ? ରାଣିମା କ'ଣ ତାଙ୍କ ଝିଅକୁ ମୋ ପୁଅ ସହିତ ବାହା ଦେବି? ହଁ, ଏଇଭଳି ଖୁସି ଖବର ଯଦି ମୋ ଜୀବନରେ ଆସିଛି ତାହେଲେ ମୁଁ ନା କହିବି କାହିଁକି? କ'ଣ ଭାବୁଛ ମାଷ୍ଟ୍ରୀ? ରାଣିମା ତୁମେ ଭଲ ଭାବରେ ଜାଣିଛ ସତରେ ରାଣିମା ମତେ ନା କହିବା ପସନ୍ଦ ନୁହେଁ। ରାଣିମା କ'ଣ କହୁଛ ଶୀଘ୍ର କୁହ। ଯଦି ଆପଣ ଏ କଥାରେ ଏକମତ ତାହେଲେ ମୁଁ ଅରାଜି ହେବିନି କାହିଁକି ରାଣିମା? ମୁଁ ଆପଣଙ୍କ କଥାରେ ରାଜି ରାଜି। ତୁମେ ସତ କହୁଛ ମାଷ୍ଟ୍ରୀ? ହଁ ରାଣିମା। ତାହେଲେ ଠିକ ଅଛି, କଥା ରହିଲା ମାଷ୍ଟ୍ରୀ। ହଁ ରାଣିମା। ଆଉ ଦିନ କେଇଟା ଗଲେ ଆପଣଙ୍କ ପୁଅ ଆଉ ମୋ ଝିଅର ଶୀଘ୍ର ବିବାହ କରିଦେବା। ତାହେଲେ ମୁଁ ଆସୁଛି। ଠିକ ଅଛି ରାଣିମା। ସତେକି ରାଜା ଘର ଝିଅ ମୁଁ ଏ ଗରିବ ଘରର ବୋହୂ ହବ? ସତରେ ମୁଁ ସ୍ୱପ୍ନ ଦେଖୁଛି ନା ସତ? ହଁ ହଁ, କାହିଁକି ମୋ ମନ ଆରେ ଏ କଥା ଯଦି ମୋ ପୁଅକୁ କହିବି ମୋ ପୁଅ ଖୁସିରେ ନାଚି ଉଠିବ ନା? ହଁ ହଁ, କିଏ ନା ଚାହେଁ କାହା ପୁଅ ଭଲ ଘର ଝିଅ ଦେଖି ବାହା ହେବ ବୋଲି? ମୋ ପୁଅ ତ ରାଜା ଘରର ଜ୍ୱାଇଁ ହେବ। ଏ ଗରିବ ମାଷ୍ଟରର ପୁଅ ରାଜା ଘରର ଜ୍ୱାଇଁ ହେବ। କି ଭାଗ୍ୟ ମୋର! ସତକୁ ସତ ମୁଁ ଖୁସିରେ ଫୁଟି ଯାଉଛି ରେ। ଆରେ ଆଜି ମୋ ପୁଅକୁ ଏ କଥା ନିଶ୍ଚୟ ଜଣେଇବି। ହଁ ହଁ, ନିଶ୍ଚୟ ଜଣେଇବି। बाबा କିଏ କାହ୍ନା? हाँ बाबा। ଆରେ ଧନ ତୁ? हाँ बाबा, ଆପଣ ଏଠି କ'ଣ କରୁଛନ୍ତି ବାବା? ହଁ ଆପଣ ଏଠି କ'ଣ କରୁଛନ୍ତି? ଆରେ ବାବା, ହଁ ବାବା। ମୁଁ କିଛି କରୁନି ରେ ଧନ। ତାହେଲେ ଏମିତି ମନରେ ଗୁଣଗୁଣ କ'ଣ ପାଇଁ କରୁଛନ୍ତି ବାବା? ଆରେ କାହ୍ନା, ହଁ ବାପା। ତୁ ବଡ଼ ହେଇଗଲୁଣି, ବିବାହ କରିବାର ଯୋଗ୍ୟ ହେଇଗଲୁଣି। ବିବାହ କରିବାର? କାହା ବାପା ନ ଭାବି ତା ଘରକୁ ସୁନା ବହୁଟି ଆସିବ ବୋଲି। କୋଉଦିନ ବହୁର ହାତ ରନ୍ଧା ଖାଇବା ପାଇଁ ପରା ମୋ ମନ ବଲି ଯାଉଛି। ଏଣୁ
ମୁଁ ଭାବୁଛି ରେ ସୁନା କ'ଣ ବାବା ତୋତେ କୋଉଦିନ ହାତର ଦି ହାତ କରିଦେବି। କ'ଣ କହୁଛନ୍ତି ବାପା ଆପଣ? ହଁ ରେ ଧନ। ମୋ ବାହାଘର କଥା? ହଁ ହଁ ତୋ ବାହାଘର କଥା ମୁଁ ଚିନ୍ତା କରୁଛି ରେ ଧନ। ହେଲେ ବାବା କାହ୍ନା ମୁଁ ବାହା ହେବାକୁ ଚାହୁଁନି ବାବା। ଏ କାହ୍ନା ହଁ ବାବା ତୁ କ'ଣ କହୁଛୁ ରେ ଧନ? ମୁଁ ବାହା ହେବାକୁ ଚାହୁଁନି ବାବା। ଆରେ କାହ୍ନା ହଁ ବାବା କୁହନ୍ତୁ। ତୋ ବାପା ବୟସ୍କ ଆଉ ତା ସମୟ କିଛି ଦିନ ରେ ବାପା। ଆଉ କେତେ ଦିନ ତୋ ବାପା ରହିବ? ଏଣୁ ମୁଁ ଭାବୁଛି ତୋତେ ଭଲ ଝିଅ ଦେଖି ବାହା କରିଦେବା ପାଇଁ। ଏ କ'ଣ କହୁଛନ୍ତି ବାପା ଆପଣ? ହରି ସନା ବାବା ମୁଁ ବାହା ହେବାକୁ ଚାହୁଁନି ବାବା। ସତରେ ଧନ। ହଁ ଏ ଧନ କୁହନ୍ତୁ ବାବା। ତୋ ପାଇଁ ଏମିତି ପ୍ରସ୍ତାବଟି ଆଣିଛି ତୁ କେବେ ବି ମନା କରିବୁନି ରେ ଧନ। ଖୁସିରେ ତୁ ବାହା କରିବା ପାଇଁ କହିବୁ ରେ ସୁନା। ଏ କ'ଣ କହୁଛନ୍ତି ବାବା ଆପଣ? ହରେ ଧନ ହେଲେ ବାପା କିଏ କିଏ ସେ? ତୁ ଶୁଣିବାକୁ ଚାହୁଁଛୁ ରେ ଧନ? ହଁ ବାବା ମୁଁ ଶୁଣିବାକୁ ଚାହେଁ। ଆରେ ସୁନା ହଁ ବାବା ସେ ଗୋଟିଏ ରାଜକନ୍ୟା। ରାଜକନ୍ୟା? ହଁ ରେ ଧନ ରାଜା ଝିଅ। ହେଲେ ବାବା ହଁ ସେ ରାଜା ଯେ ହୋଇଥିଲେ ମଧ୍ୟ ମୁଁ ତାଙ୍କୁ ବିବାହ କରିପାରିବିନି ବାବା। ବିବାହ କରିପାରିବୁନି? ହେଲେ କାହିଁକି ରେ କାହ୍ନା କାହିଁକି? ବାବା କହିବି ନିଶ୍ଚୟ କହିବି ବାବା। ହେଲେ ବାବା କାହ୍ନା ଆପଣ ତାହେଲେ ଶୁଣନ୍ତୁ ବାବା। ପୁଅ ମନ ଦେଇକି ଶୁଣନ୍ତୁ ବାବା। କାହ୍ନା ମୁଁ ଗୋଟେ ଝିଅକୁ ଭଲ ପାଉଛି ବାବା। କାହ୍ନା ସତ କହୁଛୁ ରେ ବାପ? ତୁ ପୁଣି ଗୋଟେ ଝିଅକୁ ଭଲ ପାଉଛୁ? ହଁ ବାବା ମୁଁ ଗୋଟେ ଝିଅକୁ ଭଲ ପାଏ ବାବା। ହେଲା ବାବା ହେଲା ଠିକ ଅଛି। ତୋ ଖୁସିରେ ମୁଁ ଖୁସି। ତୋତେ କେବେ ମୁଁ ମନା କରିପାରିବିନି ରେ ଧନ। ତୁ କହିବୁ ତୁ ଯୋଉ ଝିଅକୁ ଭଲ ପାଉଛୁ ସେଇ ଝିଅକୁ ତୋତେ ବାହା କରିଦେବି। ହେଲେ କହିକି ପାରିବୁ ସୁନା ସେ ଝିଅଟା କିଏ? ବାବା ବାବା ଶୁଣୁଛ? ହଁ ଶୁଣୁଛି। ଯୋଉ ଝିଅକୁ ମୁଁ ଭଲ ପାଏ ହଁ କେମିତି କହିବି ମୁଁ ଭାବିପାରୁନି। କାହ୍ନା ହଁ ବାବା ବାବା କାହ୍ନା ମୁଁ ଯୋଉ ଝିଅକୁ ଭଲ ପାଏ ମୁଁ ତାକୁ ଦେଖିନି ବାବା। ଏ କାହ୍ନା ହଁ ବାବା ଏ ତୁ କ'ଣ କରୁଛୁ? ହଁ ବାବା ମୁଁ ଯୋଉ ଝିଅକୁ ଭଲ ପାଏ ତାକୁ ମୁଁ ଦେଖିନି। ବାଃ ବାଃ ରେ ପୁଅ ବାଃ। ତୋତେ ପୁଣି ଏଇ ଶିକ୍ଷା ଦେଇଥିଲା ଏ ତୋ ବାପା? ଯୋଉ ଝିଅକୁ ଦେଖିନୁ ଜାଣିନୁ ଚିହ୍ନିନୁ ତାକୁ ପୁଣି ତୁ ଭଲ ପାଇ ବସିଛୁ। ବାବା ହଁ ବାଃ ରେ ପୁଅ ବାଃ। ହେଲେ ବାବା କାହ୍ନା ମୁଁ ତାକୁ ହିଁ ଭଲ ପାଏ ତାକୁ ହିଁ ବିବାହ କରିବି ବାବା। ସତ କହୁଛୁ? ହଁ ବାବା ହଁ ତୁ ସେଇ ଝିଅକୁ ଭଲ ପାଇଛୁ? ହଁ। ସେଇ ଝିଅକୁ ବାହା ହବୁ? ହଁ ବାବା। କାହ୍ନା ବାବା ମନେ ରଖ କ'ଣ ବାବା? ମୁଁ ବି ଜଣକୁ କଥା ଦେଇଛି। ବାବା ଆପଣ ହଁ ରେ କାହ୍ନା ଯଦି ସେ ଝିଅକୁ ତୁ ବାହା ନ ହଉ ତାହେଲେ ବାପାର ତୁ ମଲା ମୁହଁ ଦେଖିବୁ। ବାବା ଏସବୁ ଆପଣ କ'ଣ କହିଗଲ ବାବା? ଯଦି ମୋ କଥାରେ ରାଜି ନ ହେବୁ ତାହେଲେ ମୁଁ ବିଷ ଖାଇ ମରିଯିବି କହିଲ ବାପା। ହେଲେ ମୋ ମନର ମଣିଷକୁ ମୁଁ କେମିତି ବା ଭୁଲି ପାରିବି? କାହିଁକି ନା ତାକୁ ମୁଁ ମୋ ଜୀବନଠୁ ଅଧିକା ଭଲ ପାଏ, ମୋ ଅନ୍ତରରୁ ଅଧିକା ଭଲ ପାଏ। ବାବା ଏସବୁ କ'ଣ କହିଗଲ ବାବା ଆପଣ? ମୋ ମନ ଜମାରୁ ମାନୁନି ବାବା, ମୋ ମନ ଜମାରୁ ମାନୁନି। ମୋ ବାବାଙ୍କୁ ତ ମାନିବି ତ ନିଶ୍ଚୟ, କାହିଁକି ନା ମୋ ମା ଆର ପାରିକୁ ଚାଲିଗଲା ପରେ ସେ ମୋତେ ଛୋଟରୁ ବଡ଼ କରିଛନ୍ତି। ଆଉ ସ୍ନେହ ମମତା
ଭଲ ପାଇଲେ ସେ କେବେ କମି କରିନାହାନ୍ତି ସତରେ। ହେଲେ ମୋ ମା ନଥିବାରୁ କେବେ ମୁଁ ଅନୁଭବ ବି କରିନି, କାହିଁକି ନା ମୋ ବାପା ମୋ ମା ମୋ ବନ୍ଧୁ ମୋ ଭାଇ ସବୁ କିଛି ଥିଲେ। ହେଲେ ସେ ଏମିତି କଥା କହିଗଲେ ମୁଁ ବିଶ୍ୱାସ କରିପାରୁନି। ହେଲେ ମୋ ମନର ମାନସିକି ମୁଁ କେମିତି ଭୁଲି ପାରିବି? ସେଇତୁକୁ ମୁଁ ଏଇ ହୃଦୟର ଜାଗା ଦେଇଛି ନା, ଏଇ ହୃଦୟ ତାକୁ ମୁଁ ଜାଗା ଦେଇଛି। ଆରେ ମୋ ମନର ମାନସୀ, ତୁମକୁ ମୁଁ କେମିତି ଭୁଲି ପାରିବି ପ୍ରିୟ? ତୁମେ ହଉଛ ମୋ ମନର ନାୟିକା, ମୋ ହୃଦୟର ସ୍ପନ୍ଦନ, ମୋ ମନର ଆଇନା। ଆରେ ସେ ହେଲେ ମୋ ବାପା ଏସବୁ କେମିତି କହିଗଲେ ମୁଁ ଜାଣିପାରୁନି। ବାବା ଆପଣଙ୍କୁ ମୁଁ କେମିତି ବୁଝାଇବି ଯେ ମୁଁ ତା ବିନା ବଞ୍ଚି ପାରିବିନି ବାବା? ଆରେ ସେ ବାବା କ'ଣ ଜାଣିବେ? ଆରେ ଦେଖିଲେ କେମିତି ଦରଦ ହୁଏ ସେଟା କେବଳ ମୁଁ ଜାଣି। ଯେମିତି ମୋ ହୃଦୟକୁ ବାଧୁଛି, କଷ୍ଟ ହେଉଛି, ସେଟା କେବଳ ମୁଁ ହିଁ ଜାଣେ। ଏ ବାବା କେମିତି ଭୁଲିବି ମୋ ମନର ମାନସକୁ ବାବା? তুমি চালিগল বাবা। আরে সে ডাকুথিব মতো নিশ্চয়, মো মনর ମାନସୀ মতো ডাকুথিব নিশ্চয়। হেলে কিଏ ସେ ডাকুছি? আরে হ্যাঁ কিଏ ସେ মতো ডাকুছি? কোটি মতে আরে দেখিলে জানিব দরদ কেতে, কেমিতি ମୋ ହୃଦୟକୁ ଦରଦ ହେଉଛି। ମୋ ବାପା କ'ଣ ବୁଝିପାରିବେ? ନା ନା ବୁଝିପାରିବେନି। ସେ ଯେମିତି ଯେ ମୁଁ କଷ୍ଟ ହେଉଛି ମୋ ହୃଦୟକୁ କେବଳ ମୁଁ ହିଁ ଜାଣେ। ଆରେ